ମାଉସୀ ତମେ ବସିଛ ଏମିତି କାନ୍ଦୁଛ କାହିଁକି? ତମେ କାନ୍ଦନି ମାଉସୀ, ତମେ କାନ୍ଦନି। ତମେ ଏମିତି କାନ୍ଦିଲେ କ'ଣ ହେଇଯିବ? ହେ ମାଉସୀ, ତମ ପାଇଁ ମୁଁ ଔଷଧ ନେଇ ଆସିଛି। ନିଅ, ଏ ଔଷଧ ଖାଇଦିଅ। ଏ ଔଷଧ ଖାଇଦିଅ, ତମେ ନିଶ୍ଚୟ ଭଲ ହେଇଯିବ। ହଁ, ତମେ ଭଲ ହେଇଯିବ। ଆଉ ଜାଣିଛ ମାଉସୀ, ଜାଣିଛ ତମ ଅପରେସନ ପାଇଁ ଗୁଡ଼ାଏ ଟଙ୍କାଟା ଚକଡ଼ି ସରିଲାଣି। ଓ ଟଙ୍କାଟା ଚକଡ଼ି ସରିଲାଣି ମାଉସୀ। ଜିତୁ, ଆମେ ହଉଛୁ ଗରିବ ଲୋକ। ଆମ ପାଇଁ ଏତେ ଟଙ୍କା କିଏ ବା ଖର୍ଚ୍ଚ କରିବ ଜିତୁ? ଆରେ କିଏ? ଏ ମାଉସୀ, ମାଉସୀ ତୁ ଜାଣିନୁ ବୋଧେ ଆମ ମନୋଜ ଭାଇ ଗୋଟେ ଝିଅକୁ ଭଲ ପାଉଛି। ସେ ଝିଅର ତମ ଅପରେସନ ପାଇଁ ଯେତେ ଟଙ୍କା ଲାଗିବ ସେ ଝିଅଟା ଟଙ୍କାଟା ଦେଇଦେବ ମାଉସୀ। ଓ ଟଙ୍କାଟା ଦେଇଦେବ। ଜିତୁ, ଜିତୁ, ମୁଁ କିଛି ବୁଝିପାରୁନି ଜିତୁ, ମୁଁ କିଛି ବୁଝିପାରୁନି। ଆମେ ହଉଛୁ ଗରିବ ଲୋକ। ଏ ମନୋଜ କାହିଁକି ଆକାଶର ଜନକୁ ହାତ ବଢାଇବାକୁ ଚେଷ୍ଟା କରୁଛି? ମୋର ଗୋଟେ ଭୁଲ ପାଇଁ ମୋ ଦେବତା ପରି ସ୍ୱାମୀକୁ ମୁଁ ସବୁଦିନ ପାଇଁ ହରାଇ ଦେଲି। ଆଉ ପୁଣି ଲୋକମାନଙ୍କ ସହାରା ନେଇ ମୁଁ କେମିତି ବଞ୍ଚି ରହିବି ଜିତୁ? କେମିତି ବଞ୍ଚି ରହିବି? ବଞ୍ଚିବାକୁ ପଡ଼ିବ ମାଉସୀ, ବଞ୍ଚିବାକୁ ପଡ଼ିବ। ଏ ଲୋକମାନଙ୍କର ସହାରା ନେଇ ବଞ୍ଚିବାକୁ ପଡ଼ିବ। ଆଉ ବଞ୍ଚିବାକୁ ପଡ଼ିବ। ଆଉ ଜାଣିଛୁ ମାଉସୀ, ସେ ଝିଅଟା ମୋତେ ରାସ୍ତାରେ ଦେଖା ହେଇଥିଲା। ସେ ଝିଅ ନା ବହୁତ ଭଲ। ତା କଥା, ତା ଚାଲି ମୋତେ ଭଲ ଲାଗିଲା ମାଉସୀ। ଆଉ ମୋତେ ଭଲ ଲାଗିଲା। ହେ ଜିତୁ, ହେ ଜିତୁ, ସେ ଝିଅ କଣ ଆମ ଘରକୁ ଆସିବ? ହଁ ମାଉସୀ, ସେ ଝିଅଟା ଆମ ଘରକୁ ଆସିବ। ଆଉ ସେ ଝିଅ ମୋତେ କହିଛି ଯେ ଟଙ୍କା ପଇସା ଜଗାଡ଼ିଲେ ସେ ଆମ ପାଖକୁ ଆସିବ ବୋଲି ମୋତେ କହିଛି। ମାଉସୀ, ସେ ଝିଅ ଆସିବ ଯେ ଆମେ ଟିକେ ଅପେକ୍ଷା କରିବା। ଚାଲ। ହଉ ଠିକ ଅଛି ଜିତୁ। ତମେ ଆସିଗଲ ଭାଉଜ? ହଁ ଜିତୁ, ମୁଁ ଆସିଗଲି। ମା, ମା ତୁମର ଦେହ ଭଲ ଲାଗୁଛି? ମା, ତୁମ ପାଇଁ ଯେତେ ଟଙ୍କା ଖର୍ଚ୍ଚ ହଉ ମା ମୁଁ କରିବି। ତୁମର ଅପରେସନ ପାଇଁ ଯାହା ବି ଟଙ୍କା ଖର୍ଚ୍ଚ ହବ ମୁଁ ଦେବି ମା। ହଁ, ମୁଁ ଦେବି। ହେ ମା, ହେ ମା, ମୁଁ ତତେ ଜାଣିନି କି ଚିହ୍ନିନି। ତୁ ମୋ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବୁ କାହିଁକି ମା? ଆରେ କାହିଁକି? ହଁ ମା, ମାଉସୀ, ମୁଁ କହୁନଥିଲି ଆମ ମନୋଜ ଭାଇ ଗୋଟେ ଝିଅକୁ ଭଲ ପାଉଛି ବୋଲି। ଆମ ମନୋଜ ଭାଇ ଏଇ ଝିଅକୁ ଭଲ ପାଉଛି। ଏଇ ଝିଅ ତମ ଅପରେସନ ପାଇଁ ଟଙ୍କାଟା ଦବ। ହଁ ମା, ଜିତୁ ଯାହା କହୁଛି ସେ ସବୁ ଠିକ କଥା। ତୁମ ଅପରେସନ ପାଇଁ ମୁଁ ଗୁଡ଼େ ଟଙ୍କା ଯୋଗାଡ଼ କରି ସାରିଲିଣି ମା। ମୁଁ ଗୁଡ଼େ ଟଙ୍କା ଯୋଗାଡ଼ କରି ସାରିଲିଣି। ହେ ମା, ଆମେ ହଉଛୁ ଗରିବ ଲୋକ, ଆଉ ତମେ ହଉଛ ବଡ଼ ଘରର ଲୋକ। ବାହାଘର ପାଇଁ ତମ ବାପା ମା କେବେ ବି ରାଜି ହେବେନି ମା, ରାଜି ହେବେନି। କାହିଁକି ରାଜି ହେବେନି ମା? କାହିଁକି ରାଜି ହେବେନି? ବାପା ମାର ମୁଁ ଗୋଟିଏ ବୋଲି ଝିଅ। ମୁଁ ଯାହା କହୁଛି ମୋ ବାପା ମା ତାହା ଶୁଣିଛନ୍ତି। ତମେ ଚିନ୍ତା କରନି ମା, ତମ ଅପରେସନ ପାଇଁ ମୁଁ ହିଁ ଟଙ୍କା ଖର୍ଚ୍ଚ କରିବି। ମୁଁ ହିଁ ଟଙ୍କା ଖର୍ଚ୍ଚ କରିବି। ହଁ ମାଉସୀ,
ଶ୍ରୀଆ ଭାଉଜ ଠିକ କଥା କହୁଛନ୍ତି। ତମେ ମେଡିକାଲ ଗଲେ ତମ ନିଶ୍ଚୟ ଭଲ ହେଇଯିବ ନା କଣ କହୁଛନ୍ତି ଭାଉଜ? ହଁ ମା ତୁମ ଅପରେସନ ହେଇଯିବ, କିନ୍ତୁ ମା ମୁଁ ତୁମକୁ ଗୋଟିଏ କଥା କହିବାକୁ ଚାହୁଁଛି ମା। ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ମା, ମୁଁ ମନୋଜକୁ ମୋ ଜୀବନଠୁ ବେଶୀ ଭଲ ପାଉଛି। ମା ମୁଁ ତୁମ ଘର ପରିବାରକୁ ଛାଡ଼ି ମୁଁ ବି ବଞ୍ଚି ପାରିବିନି ମା। ମୁଁ ବି ବଞ୍ଚି ପାରିବିନି। ମୁଁ ଭଲ ହେଇଯିବି ଠାକୁରେ, ମତେ ଭଲ କରିଦିଅ। ତମେ ଏତେ ଚିନ୍ତା କରୁଛ କାହିଁକି? ତମ ନିଶ୍ଚୟ ଭଲ ହେଇଯିବ। ହେ ଭାଉଜ, ମାଉସୀକୁ ଆମେ ମେଡିକାଲକୁ ନେଇଯିବା। ତୁ ଠିକ କହୁଛୁ। ମେଡିକାଲକୁ ନେଇଯିବୁ ମା, ତମେ ନିଶ୍ଚୟ ଭଲ ହେଇଯିବ। ଅପରେସନ ହେଇଯିବ ମା। ଚାଲ ମା, ଚାଲ ମା। ନଦିନି ମୁଁ କ'ଣ କହୁଥିଲି କି ବିକ୍ରମ ବାବୁ ଦିନେ ଫୋନ୍ କରି କହିଲେ ମୁଁ ଆପଣଙ୍କ ଘରକୁ ଆସିଛି। ହେଲେ ମୁଁ ସେଇମାନଙ୍କୁ କିଛି ପଚାରିବା ପୂର୍ବରୁ ତାকে ଫୋନ୍ଟା କାଟିଦେଲେ ନଦିନି। ହଁ ଫୋନ୍ଟା କାଟିଦେଲେ। ହଁ ହଁ କଣ ତ କରିଥିଲେ, କଣ ଗୋଟେ କାମ ଥିବ ପଛରେ ଥିଲେ ହେଇନଥାନ୍ତା। ତମେ କାଟରେ ଟେନସନ ନଉଛ, ଆସିବେ ତ ନିଶ୍ଚୟ। ହଁ ହେଲା ଯେ ନନ୍ଦିନୀ, ମୁଁ ସେଇମାନଙ୍କୁ କିଛି ମନା କରି ନନ୍ଦିନୀ। ସେମାନେ କହିଲେ ଏଇ କଥା ଫୋନ୍ କହିହେବନି, ଆପଣଙ୍କ ଘରକୁ ଆସିଲେ ମୁଁ ନିଶ୍ଚୟ କହିବି କହିଲେ ନନ୍ଦିନୀ। ହଁ ନିଶ୍ଚୟ କହିବି କହିଲେ। ଦରକାର ନଥିଲେ ଫୋନ କାହିଁ କରିଥାନ୍ତେ, କାମ ଅଛି ବୋଲି ତ ଫୋନ କରିଥିଲେ। ଆସନ୍ତୁ କଥା ହେବାନି। ହଁ ହେଲା ଯେ ନନ୍ଦିନୀ, ପ୍ରଥମ ଥର କରି ତାଙ୍କେ ଆମ ଘରକୁ ଆସନ୍ତି। ସେମାନଙ୍କୁ ଆମେ ଭଲ ଭାବରେ ଇନଭାଇଟ୍ କରିବାର ଆମର ଦାୟିତ୍ୱ ନା ନାଇଁ କହିଲ ତ? ଆଗ ଆସନ୍ତୁ, ମୁଁ ସବୁ ବୁଝିବିନି। ଘରେ ସବୁ ପ୍ରକାରର ଆୟୋଜନ ଅଛି, ମୁଁ ସାଙ୍ଗେ ସାଙ୍ଗେ ତିଆରି କରିବି। ଏଇ ଦେଖ ତ ନନ୍ଦିନୀ, ଆମ ମୁହଁରୁ କଥା ନ ସରିଲା ପୂର୍ବରୁ ବିକ୍ରମ ବାବୁ ଆସିଗଲେଣି। ଯଥା ଶୀଘ୍ର ଥଣ୍ଡା ସରବତ ପାଣି ରେଡି କରିଦିଅ। ଚାଲ ନନ୍ଦିନୀ। ଠିକ ଅଛି। नमस्कार देवेंद्र बाबू। नमस्कार। नमस्कार विक्रम बाबू। आस विक्रम बाबू, घर भीतर को आस। ଆସନ୍ତୁ ଭିତରକୁ ଆସନ୍ତୁ। ଘରେ ବସି କଥା ହେବା। ହେଲା ଚାଲ। देवेंद्र बाबू आम आसवा कारण अपन भल भाव जानते आमर गोटे बोली झील आपण पुओ सहित बाहागर करदे केमी था। हाँ विक्रम बाबू, आम से कथा ही आम दिज होलु। बहुत भल है आपण आसीगले। बुझल विक्रम बाबू, अरे मु मना करी कहीं बुझल विक्रम बाबू, मो पुओ ना सहर रही पाठ पढ़ी तो ता पाठ पढ़ाटा सरी दऊ आपण जिते बड़े कहे मु राजी विक्रम बाबू। हाँ मु राजी। देवेंद्र बाबू आपण राजी, मु भी राजी। हेले देवेंद्र बाबू डाकि कहीं आज समुदी डाकि। हाँ विक्रम बाबू, आज मु भी आपण को समुदी डाकि। ତମ ସିନା ତ ସମୁଦ୍ର ହେଲ, ଆମେ କ'ଣ ସମୁଦ୍ର ହେବୁନି? ଆସ ସମୁଦ୍ର ଆସ। ଆଜିଟି କଥା ରହିଲା ଆପଣଙ୍କ ପୁଅ ସହିତ ଆମ ଝିଅର ବାହାଘର ଫାଇନାଲ। କାହିଁକି ଜାଣିଛନ୍ତି? ଆମର ଗୋଟିଏ ବୋଲି ଝିଅ, ବେଶୀ ଦିନ ରଖିବାନି। ଜୁଇଁ ପୁଅକୁ
ଆମ ଘର ଆଡ଼େ ପଠେଇଦେବ ସେ ଦେଖା ଦେଖି କରିବ ହେଲା। ତମେ ବ୍ୟସ୍ତ ହେବା ଦରକାର ନାହିଁ। ସେ ପରା ଆମ ପୁଅ, ସେ ନିଶ୍ଚୟ ଦେଖା ଦେଖି କରିବ। ଠିକ ଅଛି। ମୁଁ କଥା ଦଉଛି ସବୁଦିନ। ହଁ ମୁଁ ଆପଣଙ୍କୁ କଥା ଦଉଛି, ଆପଣ ଖାଲିଟାରେ ବ୍ୟସ୍ତ ହଉଛନ୍ତି କାହିଁକି? ଗୋଟିଏ ଭଲ ଶୁଭ ଦିନ ଦେଖି ଦୁଇଙ୍କ ବାହାଘରଟା ସାରିଦେବା ନା କଣ କହୁଛ ସମୁଦି? ହଁ ସମୁଦି, ସେତେ ଶୀଘ୍ର ଭାରିବା ବାହାଘରଟା କରିଦବା, ତାହେଲେ କଥାଟା ଫାଇନାଲ। ଆମେ ସମୁଦି ନମସ୍କାର। ହେ ସମୁଦି, ଆରେ ଏତେ ଦୂର ରାସ୍ତା ଦେଇ ଆସିଛ ଯେତେବେଳେ ମୁଠାଏ ନ ଖାଇକି ଗଲେ କଣ ଆମ ମନ ଭଲ ଲାଗିବ ସମୁଦି? ସମୁଦି, କେତେ ଆସୁଥିବୁ କେତେ ଯାଉଥିବୁ, କେତେବେଳେ ଖାଇବୁନି ସକାଳ ପ୍ରଭାତେ। ରାସ୍ତାରେ ଆସିଲ, କହନ ଟିକେ ନ ଖାଇଲେ ଆମକୁ ଭଲ ଲାଗିବ? ନାହିଁ ସମୁଦ୍ରୀ, ସେମିତି କିଛି ଭାବନି। ଆମେ ଘରଠୁ ଆସିଲା ବେଳେ କଣ ଟିକେ ଖାଇକି ଆସିଥିଲୁ। ଆପଣ ଯଦି ବାଧ୍ୟ କରିଛନ୍ତି ଚାଲନ୍ତୁ, କଣ ଟିକେ ଖାଇ ନେବା। ଚାଲନ୍ତୁ ସମୁଦି। ହେଇନା କଥାଟା ବାଟକୁ ଆସିଲା ଆଉ। ହଁ ସମୁଦି, ଏବେ ଠିକ କଥାଟା କହିଲ। ଘରେ ମୁଠାଏ ବସି ଖାଇବା ସମୟରେ ଆମର କଥାବାର୍ତ୍ତା ସହିତ ସମ୍ପର୍କ ମଧ୍ୟ ଆହୁରି ବଢିଯିବ। ଚାଲ ଚାଲ ସମୁଦି। କିଛି କାମ କରିବେ ଦଣ୍ଡ, ଯାହା କରିବାର ଅଛି ଏଇ କିଛି ଦିନ ଭିତରେ କରିବାକୁ ପଡ଼ିବ, ନହେଲେ କିଛି କରିହେବନି। ମୁଁ ଶୁଣିବାକୁ ପାଇଲି ସେ ବିକ୍ରମ ଝିଅର ନିର୍ବନ୍ଧ ସରିଗଲାଣି ବେ, ଆଉ 5 ଦିନ ବାକି ରହିଲା। ଏଇ 5 ଦିନ ଭିତରେ ବିକ୍ରମ କୁମାରୀ ଶେଷ କରିଦେବାକୁ ପଡ଼ିବ ବେ। ଆଜ୍ଞା, ତାହେଲେ ଗୋଟେ କାମ କରିବାକୁ ପଡ଼ିବ ଆଜ୍ଞା। କାମ ବେ ଆମ 2 ଜଣଙ୍କ ଦ୍ୱାରା କିଛି ହବନି ଆଜ୍ଞା। ଆଉ 2 ଜଣ ଅଛନ୍ତି ଆଜ୍ଞା, ତାଙ୍କ ଦ୍ୱାରା ସବୁ ହବ ଆଜ୍ଞା। ହଁ ଆଜ୍ଞା, ସବୁ ହବ। କାମ ଦଣ୍ଡ, ମୋ ମୁଣ୍ଡରେ ଖାଲି ପିତ ଛড়ି ଯାଉଛି। ଆରେ ଡାକ ଶୀଘ୍ର। ଡାକୁଛି। ଆବେ ହେ, କୋଉଠି ଅଛ? ଆଜ୍ଞା ପୁରା ବ୍ୟସ୍ତ ହେଇଗଲେଣି, କଣ କରୁଛ ଭାଇ? ଆଜ୍ଞା କଣ ହେଲା ମାଲିକ? ଆମକୁ ଡାକିଲା କାହିଁକି? କଣ ହେଲା କୁହନ୍ତୁ? ଇରେ କଣ ହେଲା? ଦେଖିକି କିଛି ଜାଣିପାରୁନ? ହେ ଆବେ ହେ ଷଣ୍ଢ ଦଳ ମାନେ, ମୁଁ ଯାହା କହିବି ତାହା ଶୁଣ। ସେ ବିକ୍ରମ ଘରେ ଗୋଟେ ବୁଢ଼ାଟି ଅଛି, ସେ ବୁଢ଼ାକୁ ମାରି ଶେଷ କରିଦେବ, ତାପରେ ଯାହା ହବ ମୁଁ ଦେଖିବି। ବୁଝିପାରିଲ? ବଡ଼ ବାବୁ, ଝଡ଼କୁ ମାରିବାକୁ ହେଲେ 50,000 ଟଙ୍କା ଦରକାର, ତମେ ଦେଇପାରିବ? ଇରେ ମୂର୍ଖ ଗୁଡ଼ାକ, ଯଦି ସେ ବିକ୍ରମର ଫ୍ୟାମିଲିକୁ ସାବାଡ଼ କରିବ ତାହେଲେ 5 ଲକ୍ଷ ଦେବି ନା କଣ କହୁଛନ୍ତି ଆଜ୍ଞା? হবে ଦଣ୍ଡ। আরে দণ্ড যা কହୁଛି শুনি ପାରିଲ ତ? আরে যাবে ସେ ବୁଢ଼ା ମୋ ନାଁରେ ଥାନାରେ ପେର ଦେଇଛି ମାନେ ଛାଡ଼ିବନି, ମାରି ଶେଷ କରିଦେବ, ତାପରେ ଯାଇ ଅନ୍ୟକୁ। ଆରେ ଯାବେ ତାହେଲେ ଆମେ ଯାଉଛୁ। ଗୁଡ୍ ବାଏ। ଆଜ୍ଞା ଖେଳଟା କେମିତି ଜମିବ ଆଜ୍ଞା? କେମିତି ଜମିବ? ଚାଲନ୍ତୁ ଆଜ୍ଞା, ଚାଲନ୍ତୁ। କେଇଟା ଦିନ ପାଇଁ ଜାଗାଟା ଛାଡ଼ି ଦେଇଥିବା ଆଜ୍ଞା। ଆଜ୍ଞା চালবে দণ্ড, তো মুন্ডকু মালি গলিবে। আরে চালবে চাল।
ଆଉ କେତେ ଦିନ ମିଛ ଅଭିନୟ କରିବି? କାଳେ ଯଦି ମିଛଟା ସତ ହେଇଯାଏ ବାବୁଙ୍କୁ କ'ଣ ଉତ୍ତର ଦେବି? ମୁଁ ନିଜ ପାଇଁ ବାବୁଙ୍କୁ ସବୁ କିଛି କହିଦେଇଥିଲି ମୋ ଘର ସଂସାର ନାହିଁ ବୋଲି। କେତେ ଦିନ ଆଉ ମିଛ ଲୁଚି ରହିବ? ଦିନେ ନା ଦିନେ ଧରା ପଡ଼ିବ। ବାବୁଙ୍କୁ ସତ କଥା କହିଦେବି। ଆଜିକୁ ପ୍ରାୟ 20 ବର୍ଷ ହେଇଗଲା ବାବୁଙ୍କ ପାଖରେ ମୁଣ୍ଡ ପତି ରହିଛି। କେବେଲେ ମୋତେ ଖରାପ ଭାବିନି ବାବୁ। ମୁଁ ଯାଉଛି କିଛି ଦିନ ପାଇଁ ମୋ ଭୂଚଳ ଗୁହାଳେ ଯିବାକୁ ବାହାରିଥିବେ। ଭୂଚଳ ମରିଯିବ। ତମେ ମାନେ କିଏ? ମୁଁ ଜାଣିନି କି ଚିହ୍ନିନି। ଏଠାରୁ ଚାଲି ଯାଆନ୍ତୁ। ହଁ ଚାଲି ଯାଆନ୍ତୁ। ବୁଢ଼ା ଭୂଚଳ ଆମକୁ ଜାଣିବା ଚିହ୍ନିବା ଦରକାର ନାହିଁ ବେ। ଆମେ ଏଠାରୁ ଯିବା ପାଇଁ ଆସିଲୁ ବେ। ତତେ ମାରିଦେବା ପାଇଁ ଆସିଛ। ମାରିବ? ମୋ ଭୁଲ କ'ଣ? ମୋତେ ମାରିଦେବ? ବୁଢ଼ା ତୁ ଯୋଉ ଭୁଲ ଖାଇଛ ଆଜିଠୁ କିଏ ମଧ୍ୟ କରି ରାତିବେ। ଭୂଚଳ ଆମ ବାଳିକୁ ଧନରେ ଫାଡ଼ିଦେଲୁ। ସେ ପରିଣାମ ତୁ ଆଜି ଭୋଗିବୁ ବେ। ହଁ ତୁ ଆଜି ଭୋଗିବୁ। ଭଲ କରିଛି ସେଇ ଦେବରାଜକୁ ଏଫଆଇଆର ଦେଇ ମୁଁ ଭଲ କରିଛି। ସେ ଗୋଟାଏ ମଣିଷ ନୁହଁ, ସେ ଗୋଟାଏ ଶୈତାନ। ଏ ଦୁନିଆରେ ଥିଲେ ସେ କଲଙ୍କ ତାକୁ ପାଶି ହେଇଯିବା ଦରକାର। ହଁ ପାଶି ହେଇଯିବା ଦରକାର। ଲାଗିଲା ଆମକୁ ବହୁତ ଭଲ ଲାଗିଲା। ଆମେ ଦି ଭାଇ ଭଲରେ ବୁଝାଇ ଦେବୁ। ଯିଏ ଆମ ମାଲିକ ଉପରେ ବିରୋଧ କରିବ ତାକୁ ସହ ଦୁନିଆରୁ ହଟାଇ ଦେବୁ। କ'ଣ କହିଲୁ ବେ ବୁଢ଼ା? ତୁ ପୁଣି ଆମ ମାଲିକକୁ ଫାଶୀ ଦେବୁ ଚାହିଁବେ ତା ପୂର୍ବରୁ ଆମେ ତୋତେ ଜୀବନରେ ମାରିଦେବୁ। ତମେ ବଡ଼ ହଉଛ ସେଇ ଦେବରାଜର ଗୋଟାଏ ଗୋଟାଏ ଅଇଁଟିଆ କୁକୁର। ଓ ଅଇଁଟିଆ କୁକୁର। বুড়া তু চলো যে বিক্ষম করে ওইটা বছর মধ্যে ওইটা বছর খাচ্ছ তু চলো যে কুকুর হবে আমাকে অপমান দেই বহুত